ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ରାଷ୍ଟ୍ରଦୂତ ଲାଲଟେନ୍ଦୁ ମାନସିଂହ, ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ଶ୍ରୀମତୀ ବସନ୍ତ ମଞ୍ଜରୀ ଦେବୀ, ଓଡ଼ିଶାର ପ୍ରଥମ ନାଟ୍ୟକାର ଜଗମୋହନ ଲାଲା, ଓଡ଼ିଶାର ପ୍ରଥମ ଓଡ଼ିଆ ନାଟକ ବାବାଜୀ, ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଦ ପଠାଣି ସାମନ୍ତ ଚନ୍ଦ୍ରଶେଖର, ଓଡ଼ିଶାର ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜା, ପ୍ରଥମ ଓଡ଼ିଆ କବି ସାରଳା ଦାସ, ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ମାନ୍ୟବର ବୀରକିଶୋର ଦାସ, ଓଡ଼ିଶାର ପ୍ରଥମ ମହିଳା ପାଇଲଟ ଗିରିବାଳା ମହାନ୍ତି, ଓଡ଼ିଶାର ପ୍ରଥମ ୟୁରୋପୀୟ ଯାତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ଓଡ଼ିଶାର ପ୍ରଥମ ଓଡ଼ିଆ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ, ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର, ଓଡ଼ିଶାର ପ୍ରଥମ ଆଡଭୋକେଟ ମଧୁସୂଦନ ଦାସ, ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣି ନାରାୟଣ ସ୍ୱାମୀ, ଓଡ଼ିଶାର ପ୍ରଥମ ଛପାଖାନା ଉତ୍କଳ ପ୍ରିଣ୍ଟିଂ କମ୍ପାନୀ, ଓଡ଼ିଶାର ପ୍ରଥମ ଲୋକସଭା ବାଚସ୍ପତି ରବି ରାୟ, ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍ ସୌମ୍ୟା ମିଶ୍ର।